ଅଛି ସବୁ। ତ ଗାଇସ୍ ଆମେ ଯାଉଛୁ ଭିତରକୁ। ତ ଏଇଟା ହେଲା ମହାମାୟାଙ୍କର ଗେଟ୍ ପୁରା ହେଲା, ଭିତରକୁ ଆମେ ଏଣ୍ଟ୍ରି କଲୁ। ତ ଚାଲ ଆମେ ଯାଉଛୁ ପାଉଛ ଚଢୁଛୁ ତଳ ମାନେ ତଳୁ ତଳୁ ଯାଉଛୁ। ହେଲେ ଆମେ ବର୍ତ୍ତମାନ 4 ଜଣ ଆସିଛୁ ହେଲା। ତାଙ୍କେ ଆଗେ ଚିହ୍ନ ଘଣ୍ଟି ବଜାଉଛନ୍ତି ହେଲା ମହାପ୍ରଭୁଙ୍କର। ତ ଗାଇସ୍ ଚାଲ ଆମେ ଯାଉଛୁ ଦେଖନ୍ତୁ ଭିଡ଼ିଓ କିଛି। ତ ଗାଇସ୍ ସେଇଟା ହେଲା ଦାନ ହୁଣ୍ଡି, ଯାହାର ଦାନ ପକେଇବା କଥା ପକେଇ ପାରିବେ। ଏକାନି ଗଛରେ ମହାମାୟା ମନ୍ଦିରଙ୍କର ମୂର୍ତ୍ତି ବି ଅଛି। ତା ସାଇଡରେ ବି ମହାମାୟାଙ୍କର କିଛି ଜିନିଷ ପୂଜା ଜିନିଷ ବିକା ହଉଛି, ମାନସିକ ଯୋଉମାନେ କରିବେ। ତ ଗାଇସ୍ ଆମେ ଚାଲିଲୁ ପୁଣି। ତ ଆମେ ଆଗରେ ଦେଖିଲୁ ଜଣେ ମା ଝାଡୁଛନ୍ତି ସମସ୍ତଙ୍କୁ। ସମସ୍ତଙ୍କର ଦୃଷ୍ଟି ରହୁନି ଉପରେ, ତାଙ୍କର ଦୃଷ୍ଟି ହଟଉଛନ୍ତି। ତ ଆମେ ବି ଚାହିଁଲୁ ଆମେ ବି ଝାଡି ହବୁ। ତ ଆମେ 3 ଜଣଙ୍କୁ ଝାଡୁଛନ୍ତି। ଫାଷ୍ଟ ଶୁଭମ ପରେ ଚିହ୍ନ ପରେ ମୁଁ ଅଛି, ମୋ ପରେ ମତେ ଛାଡିଲା ପରେ ତାପରେ ସିଲୁକୁ ଛାଡିଲେ। ତ ତାପରେ ଆମେ ଆସିଲୁ ପୁଣି। ତ ସାଇଡରେ ଦେଖିପାରୁଥିବେ ଗୋଟେ ଗଛ ଅଛି, ସେଇଠି ସମସ୍ତଙ୍କର ମାନସିକ ଯାହାର ରହୁଛି ସେମାନେ ମାନସିକ କରୁଛନ୍ତି, ରଖୁଛନ୍ତି। ତା ପୂରଣ ହେବା ପାଇଁ ଏଠି ବାନ୍ଧୁଛନ୍ତି। ତ ଆମେ ଚାଲିଲୁ ପୁଣି ଦେଖିବା ପାଇଁ ପୁରା ମହାମାୟା ମନ୍ଦିରର ପୁରା ଏଣ୍ଟ୍ରାନ୍ସ ପୁରା ବୁଲୁଛୁ ରାଉଣ୍ଡ ପୁରା। ତ ଚାଲ ଗାଇସ୍ ଆପଣ ବି ଦେଖନ୍ତୁ, ଆମେ ପୁରା ବୁଲିଲୁ। ଆମେ ବର୍ତ୍ତମାନ ମହାପ୍ରଭୁଙ୍କର ପଛରେ ଅଛୁ, ମନ୍ଦିର ପଛକାନି। ତାପରେ ଆମେ ପୁରା ରାଉଣ୍ଡ ଟା ପୁରା ମାରୁଛୁ ମହା ମନ୍ଦିର। ତ ଚାଲନ୍ତୁ ଗାଇସ୍ ବର୍ତ୍ତମାନ ଦେଖନ୍ତୁ ମହାମାୟା ମନ୍ଦିର। ତ ଗାଇସ୍ ଚାଲନ୍ତୁ ମହାମାୟା ମହାପ୍ରଭୁଙ୍କୁ ଦର୍ଶନ କରିବା। ଆମେ ଯାଉଛୁ, ଆଗରେ ଦେଖିପାରୁଥିବେ ସେଇଟା ମନ୍ଦିର ଅଛି ଆଗରେ। ସେଇଠି ବସି ନାମ ସଂକୀର୍ତ୍ତନ କରୁଛନ୍ତି। ତ ଆମେ ତଳକୁ ଚାଲିଲୁ। ତ ଚାଲୁଛୁ ବାହାରେ ଅଛି କଣ ଯେ ସିଂହ ଜଗିଛନ୍ତି ମହାମାୟା ମହାପ୍ରଭୁଙ୍କର ବାହନ। ତ ଚାଲନ୍ତୁ ଗାଇସ୍ ଦେଖିବା ମହାମାୟା ମନ୍ଦିରଙ୍କର ମହାପ୍ରଭୁଙ୍କର ତ ଚାଲ ଗାଇସ୍ ଦେଖିବା ମହାପ୍ରଭୁଙ୍କୁ ଦେଖିବା। ତ ଆମେ ଚାଲୁ, ସେକାନି ପୁରୁଷ ଲେଖା ହେଇଛି, ଏକାନି ମହିଳା ମାନେ ଯିବେ। ତ ଆମେ ଭିତରକୁ ଚାଲୁ। ଦେଖନ୍ତୁ ମହାମାୟା ମାଙ୍କର ଫଟୋ ମୂର୍ତ୍ତି ଆମେ ଦର୍ଶନ କରୁଛୁ ବର୍ତ୍ତମାନ। ତ ଆମେ ତମକୁ ଜୁମ କରି ଦେଖାଉଛୁ ମହାମାୟା ମହାପ୍ରଭୁଙ୍କର ମୂର୍ତ୍ତି। ତ ଦେଖନ୍ତୁ ଗାଇସ୍ ସେଇଟା ହଉଛି ମହାମାୟା ମହାପ୍ରଭୁ ହେଲା। ତ ଚାଲ ଦେଖିଲେ ତ ଚାଲ ଆଉ ଯିବା ବାହାରେ। ତାପରେ ମହାମାୟା ମନ୍ଦିର ଟିକେ ସିନେମାଟିକ ଭିଡିଓ ଟିକେ ଏଞ୍ଜୟ କର। To be continued.